କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲ ଅନ୍ତର୍ଗତ କୁଶକଣ୍ଟାସ୍ଥିତ ବିଜୟରାମ ଭବନଠାରେ ନୃତ୍ୟ ସଙ୍ଗୀତ ଓ କଳାଭିତ୍ତିକ ନୂତନ ବିଦ୍ୟାଳୟ ଆରାଧ୍ୟା କଲଚରାଲ ଏକାଡେମୀ ଉଦ୍ଘାଟିତ ହୋଇଯାଇଛି। ନିଆଳି ବିଧାୟକ ଛବି ମଲ୍ଲିକ ଏହାକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଅଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରାକ୍ତନ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ଆଧ୍ୟାତ୍ମିକ ସ୍ତମ୍ଭକାର ଇଞ୍ଜିନିୟର ସନ୍ନ୍ୟାସୀଜୀ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଆଇନଜୀବୀ ଅଭିରାମ ପାତ୍ର, ସାମ୍ବାଦିକ ଲଳିତ ଦାସ, ସାମ୍ବାଦିକ ପ୍ରତାପ ପାତ୍ର, ସରପଞ୍ଚ ରୋହିଣୀ ଭୋଇ, ଇଞ୍ଜିନିୟର ଶ୍ରୀକାନ୍ତ ବେଉରା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ହାସ୍ୟ ଅଭିନେତା ବ୍ରଜ ସିଂ, ଅଭିନେତ୍ରୀ ସୁଇଟି ପ୍ରଧାନ, ଅଭିନେତା ଅଭିଷେକ ଜେନା, ହାସ୍ୟ ଅଭିନେତା ଜିତେନ୍ଦ୍ର ଓଝା ଓ ବାସ୍ତୁଶିଳ୍ପୀ ପ୍ରୀତି ଆଚାର୍ଯ୍ୟ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଟକରୁ ପ୍ରଦୀପ୍ତ କୁମାର ଦାସଙ୍କ ରିପୋର୍ଟ, ବିତର୍କ ନ୍ୟୁଜ୍।